ओम नमः भगवते वासुदेवाय। भक्त सरल आध्यात्मिक चैनल को मोर प्रिय भाई भौणी मानू गुरुजन मानू अनंत कोटि प्रणाम जन मु श्री भक्त बसल प्रधान आज श्रीमद्भगवत गीतार पंचम अध्याय कर्म संन्यास योग उपरे आलोचना करने आगे आसी सुंदर भाव पार्थ भगवान को प्रश्न पचारि कर्मयुग ज्ञान युग पुणी यहाँ पूर्वर शरीर उपरे ज्ञान हासिल करते भगवान सुंदर भाव कहते हे अर्जुन तुम्हें विवेक ज्ञान रूपक तरबारी द्वारा हृदय रही अज्ञानता को संशय को दूर कर दियो, छेदन कर दियो, काटी दियो। पुणी समत्व रूपक कर्मयुगरे स्थित हुआ एवं युद्ध करने प्रस्तुत हो जा कर्तव्य कर्म रूपक समर करवा उचित। तापरे अर्जुन कौन करेंगे प्रश्न पचारे हे कृष्ण आपण कर्म मानकर संन्यास को प्रशंसा करुचंती पुणी कर्मयुगर मध्य प्रशंसा करुचंती। यही दुईटी मध्यरु मो पक्षरे विशेष भाव केउटी कल्याणदायक हब कल्याणकारक हेब मते कहतु। अर्थात प्रथम श्लोक माध्यम कर्मयुग निष्ठा सांख्य युग निष्ठा उपरे प्रश्न पचारि तेणु नामटी रखागला कर्म संन्यास योग 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 करवा। हाँ मन को संसारमुखी करिपारिबा मन को ईश्वरमुखी करिपारिबा योग ना। यही दुई युग मध्य विशेष भाव श्रेष्ठतर किए प्रशंसा करंतु। तापरे कौन घटिब द्वितीय शुल्क माध्यम पुणी प्रश्न पचारे कौन पचारि किए श्रेष्ठ क्यों कार्य उत्तमदायक कहतु। भगवान कौन करेंगे द्वितीय कृष्णकर समस्त संशय दूर करेंगे। साक्ष्य योग कर्मयुग उभय कल्याणकारक द्वितीय शुल्क माध्यम भगवान बुझाई। पुणी कर्म संन्यास अपेक्षा कर्मयुग श्रेष्ठतर। भगवानकर कनिष्ठ भ्राता भरत जोगी थिले। पुणी देखंतु जनक जोगी थिले कर्मयोगी थिले ना ईश्वर को हासिल करते। तृतीय शुल्क माध्यम कर्मयोगींकर महत्व विषय वर्णना कर चतुर्थ पंचम शुल्क माध्यम साक्ष्य युग कर्मयुग दुईटी रही ना दुईटी मार्ग उभय मार्ग ईश्वर को हासिल कर जाए अर्थात फल समान अटे। षष्ठ शुल्क माध्यम कर्मयुग बिना साक्ष्य युग हासिल करने कठिन अटे। कर्मयुग फल हेउची ब्रह्म प्राप्ति। सप्तम शुल्क माध्यम कर्मयोगी निर्लिप्तता प्रतिपादन करते। सप्तम शुल्क माध्यम लिप्त हेबा नहीं कामना वासना भोग ऐश्वर्य ठारू दूरे जीवा संसार मुखी हवा नहीं ये सब उपरे बुझाई। अष्टम नवम शुल्क माध्यम अकर्तापण उपरे आलोचना रखी। दशम 11तम शुल्क माध्यम ईश्वर भाव भक्ति रखा
ସତ୍ୱବୁଦ୍ଧିର ପ୍ରସାର ଘଟିବା। ପୁଣି କର୍ମଯୋଗୀଙ୍କୁ ପ୍ରଶଂସା କରିଛନ୍ତି। ଆତ୍ମଶୁଦ୍ଧି ହୁଏ କାମନା ନ ରଖି କର୍ମ କରିବା, କର୍ତ୍ତବ୍ୟ କର୍ମ କରିବା, ଫଳ ଆଶା ନ ରଖି କର୍ମ କରିବା। ଏସବୁ କଲେ ଆତ୍ମା ଶୁଦ୍ଧି ହୁଏ। 12ତମ ଶ୍ଲୋକ ମାଧ୍ୟମରେ ନୈଷ୍ଠିକ ଶାନ୍ତି ସେହି କର୍ମଯୋଗୀ ହାସଲ କରିଥାନ୍ତି। ସକାମ ଭାବରେ କର୍ମ କରୁଥିବା ଲୋକ ବନ୍ଧନରେ ପଡ଼ନ୍ତି। ସକାମୀ କାମନା ରଖନ୍ତି ନା, ନିଷ୍କାମୀ ହେବା ଦରକାର। 13ତମ ଶ୍ଲୋକ ମାଧ୍ୟମରେ ସାକ୍ଷ୍ୟ ଯୋଗୀଙ୍କର ସ୍ଥିତି ଉପରେ ଆଲୋଚନା କରିଛନ୍ତି। 14-15ତମ ଶ୍ଲୋକ ମାଧ୍ୟମରେ ପରମେଶ୍ୱର କର୍ମ କର୍ତ୍ତାପଣ କର୍ମଫଳ ସଂଯୋଗର ରଚନା କରନ୍ତି ନାହିଁ। ଅର୍ଥାତ୍ ଜୀବର ପାପ ପୁଣ୍ୟ ଜୀବ ହିଁ ଭୋଗ କରିଥାଏ, ଭଗବାନ ହସ୍ତକ୍ଷେପ କରନ୍ତି ନାହିଁ। ଯିଏ ଯେଭଳି କର୍ମ କରିବ ସେପରି ଫଳ ପାଇବ। ପୁଣ୍ୟ ଅର୍ଜନ କଲେ ସ୍ୱର୍ଗକୁ ଯିବ, ସତ୍ୱଗୁଣକୁ ଧାରଣ କଲେ ସ୍ୱର୍ଗକୁ ଯିବ, ଭଗବାନଙ୍କର କୃପା ହାସଲ କରିବ। ତମ ଗୁଣକୁ ଧାରଣ କଲେ ପାପ ଅର୍ଜନ କଲେ ନରକକୁ ଯିବ। ପୁଣି ଭଗବାନ କର୍ମଫଳ ଭୋଗ କରିବା ପାଇଁ ଯେ ଧରାପୃଷ୍ଠକୁ ଆସନ୍ତି ଏହା କହିବା ଭୁଲ। ପୁଣି ଜ୍ଞାନକୁ ଅଜ୍ଞାନ ଢାଙ୍କି ରଖିଥିବା ତୁ କ'ଣ ଘଟିଥାଏ? ସକଳ ଜୀବ ମୋହଗ୍ରସ୍ତ ହୋଇଥାଏ। 16ତମ ଶ୍ଲୋକ ମାଧ୍ୟମରେ ଜ୍ଞାନର ମହତ୍ଵ ଉପରେ ଆଲୋଚନା କରିଛନ୍ତି। ଜ୍ଞାନ ଅଗ୍ନି, ଅଗ୍ନି କାମନା ବାସନା ଏସବୁକୁ ଭସ୍ମ କରିପାରେ କି? କଦାପି ନୁହଁ। ଅଗ୍ନି ଦ୍ରବ୍ୟକୁ ଭସ୍ମ କରିଥାଏ, ସର୍ବଗ୍ରାସୀ। କିନ୍ତୁ ଜ୍ଞାନ ଅଗ୍ନିରେ ସମସ୍ତ କାମନା କୁଗୁଣ ଷଡ଼ରିପୁ ଭସ୍ମ କରିଦେବା। 17ତମ ଶ୍ଲୋକ ମାଧ୍ୟମରେ ଜ୍ଞାନ ଯୋଗର ଏକାନ୍ତ ସାଧନା ଏସବୁ ଉପରେ ଆଲୋଚନା ରଖିଛନ୍ତି। 18-20ତମ ଶ୍ଲୋକ ମାଧ୍ୟମରେ ପରମ ବ୍ରହ୍ମ ପରମାତ୍ମାଙ୍କ ଠାରେ ଯଦି ଆମେ ମନ ସଂଯୋଗ କରିବା, ମହାପୁରୁଷମାନେ କରନ୍ତି ନା ସମଦର୍ଶୀ, ଏସବୁ ଉପରେ ବର୍ଣ୍ଣନା କରାଯାଇଥିଲା, ସ୍ଥିତି ବର୍ଣ୍ଣନା କରାଯାଇଥିଲା। ପୁଣି କିଭଳି ଭାବରେ ଏ ଜୀବ ପରମ ଗତି ହାସଲ କରିବ ଏସବୁ ଉପରେ ବର୍ଣ୍ଣନା କରାଯାଇଛି। 21ତମ ଶ୍ଲୋକ ମାଧ୍ୟମରେ ଅକ୍ଷୟ ଆନନ୍ଦ ପ୍ରାପ୍ତିର ସାଧନା ଉପରେ ବର୍ଣ୍ଣନା କରାଯାଇଛି। 22ତମ ଶ୍ଲୋକ ମାଧ୍ୟମରେ ଭୋଗ ଉପରେ ଦୁଃଖ ଉପରେ ବର୍ଣ୍ଣନା କରାଯାଇଛି। ଏହି ମର୍ତ୍ତ୍ୟପୁର ଦୁଃଖାଳୟ, ଜୀବ ଆସିଛି ମରିବା ପାଇଁ, କଷ୍ଟ ଭୋଗ କରିବା ପାଇଁ, ପ୍ରାରବ୍ଧ ଭୋଗ କରିବା ପାଇଁ। ଯଦି ସତ୍ୱଗୁଣକୁ ଧାରଣ ନ କରିବ, ଚେତନା ଜାଗ୍ରତ ନ କରିବ, ବିବେକୀ ପୁରୁଷ ନ ହେବ, କାମନା ବାସନାରେ ପଡ଼ିଯିବ, ମୁକ୍ତି ପାଇବ କି? କଦାପି ନୁହଁ। ଏସବୁ ଉପରେ ବର୍ଣ୍ଣନା କରାଯାଇଛି। 23ତମ ଶ୍ଲୋକ ମାଧ୍ୟମରେ କାମ କ୍ରୋଧ ଆମର ଶତ୍ରୁ ନା ଷଡ଼ରିପୁ, ଏସବୁକୁ ଦମନ କରିବା ଦରକାର, ଯୋଗୀ ହେବା ଦରକାର। ପରମ ଯୋଗୀ ହେଲେ ସୁଖୀ ହାସଲ କରିବା, ଏସବୁ ଉପରେ ବର୍ଣ୍ଣନା କରାଯାଇଛି। 24ତମ ଶ୍ଲୋକ ମାଧ୍ୟମରେ ସାକ୍ଷ୍ୟ ଯୋଗୀଙ୍କର ଅନ୍ତିମ ସ୍ଥିତି ଉପରେ ବର୍ଣ୍ଣନା କରାଯାଇଛି। ନିର୍ବାଣ ବ୍ରହ୍ମ କିଭଳି ଭାବରେ ହାସଲ କରାଯିବ, ସେହି ଜ୍ଞାନୀମାନଙ୍କର ଲକ୍ଷଣ ଗୁଣ ଉପରେ ବର୍ଣ୍ଣନା କରାଯାଇଛି। 27-28ତମ ଶ୍ଲୋକ ମାଧ୍ୟମରେ ଧ୍ୟାନ ଯୋଗ ଉପରେ ସଂକ୍ଷେପରେ ଆଲୋଚନା କରାଯାଇଛି। 29 ଶ୍ଲୋକ ମାଧ୍ୟମରେ ଭଗବାନ ସମସ୍ତ ଯଜ୍ଞର ଭୁକ୍ତା ଅଟେ, ସର୍ବତ୍ର ବିଦ୍ୟମାନ, ସର୍ବଶକ୍ତିମାନ ଭଗବାନ ସବୁକିଛି କରିପାରନ୍ତି। ତେଣୁ ଆମ୍ଭେମାନେ ସମସ୍ତ କାର୍ଯ୍ୟକୁ ଈଶ୍ୱରଙ୍କୁ ସମର୍ପଣ କରିଦେବା। ଈଶ୍ୱରଙ୍କ ମାଧ୍ୟମରେ ଏସବୁ ଘଟୁଛି, ମୁଁ କିଛି କରୁନାହିଁ, ଏହି ଭାବନା ରଖିବା ଦରକାର। ସଂକ୍ଷେପରେ କହିଲେ, ବର୍ତ୍ତମାନ ଆଉ କିଛି ଉଦାହରଣ ନେବା। ଜୀବ କର୍ମ କରେ, ବିନା କର୍ମରେ ଏ ଜୀବ ତିଷ୍ଠି ରହିପାରେ ନା, ନିତ୍ୟକର୍ମ ରହିଛି। ପୁଣି ପ୍ରକୃତିଗତ କର୍ମ ରହିଛି,
ସକାମ ନିଷ୍କାମ ଏସବୁ କଥା ମୁଁ କହିସାରିଛି। କାମନା ରଖିଲେ ସକାମ କର୍ମ ହୋଇଯାଏ। ମୁଁ ବେପାର କରିବି, ପାଠ ପଢ଼ିବି, ଚାକିରି କରିବି, ରମଣୀୟା ପତ୍ନୀ ଆବଶ୍ୟକତା ରହିଛି, ଏହି ଭାବନା ରଖି ଯଦି ଆମେ କର୍ମ କରିବା କ'ଣ ଘଟିବ? ଜନ୍ମ ମୃତ୍ୟୁ ରୂପକ ଚକ୍ରରେ ଯିବ ପଡ଼ିବ। ପାପ ପୁଣ୍ୟ ଅର୍ଜନ କରିପାରେ, ସ୍ୱର୍ଗ ନରକ ଗମନ କରିପାରେ। ନିଷ୍କାମ କର୍ମ କରିବା ଦରକାର। ଯୋଗୀ ମୁନି ଋଷି, ମୁନି ମନନ କରନ୍ତି, ଋଷି ଆଧ୍ୟାତ୍ମିକ ଜ୍ଞାନ ହାସଲ କରନ୍ତି, ସମାଜର ମଙ୍ଗଳ କାର୍ଯ୍ୟ କରିଥାନ୍ତି। ସନ୍ଥ ଅନ୍ତ କାମନା, ଯେ ସବୁ ଗୁଣକୁ ଧାରଣ କରିଥାଏ ନା। ସନ୍ନ୍ୟାସୀ ମନରେ କାମନା ଭାବନା ନଥାଏ, କର୍ତ୍ତବ୍ୟ କର୍ମ କରିଥାନ୍ତି। ନିଷ୍କାମୀ ହେଲେ ଈଶ୍ୱରଙ୍କର କୃପା ହାସଲ କରିବ। ଭଗବାନ କ'ଣ ପାଇଁ ଏସବୁ କହିଥିଲେ? କର୍ମ କର କ୍ଷତ୍ରିୟ ନା, ଯୁଦ୍ଧ ରୂପକ କର୍ତ୍ତବ୍ୟ କର୍ମ କର, ଫଳ ଆଶା ରଖ ନା। ପୁଣ୍ୟ ଅର୍ଜନ କରିବ, ମୋର କୃପା ଅର୍ଜନ କରିବ। ଏସବୁ ଉପରେ ସୁନ୍ଦର ଭାବରେ ବୁଝାଇଥିଲେ। ସେଇ ଯୋଗ କରିବା ନା, ମନକୁ ଈଶ୍ୱରଙ୍କ ଠାରେ ଯୋଗ କରିବା ଦରକାର। ପୁଣି ଯୁଗ ସାକ୍ଷ୍ୟ ସମାନ ଅଟେ, ଭିନ୍ନ ନୁହନ୍ତି। ମୂର୍ଖ ପାଷାଣ୍ଡ ଏମାନେ ଭିନ୍ନ ଭାବନ୍ତି। ଜ୍ଞାନ ସନ୍ନ୍ୟାସୀ କ'ଣ କରନ୍ତି? ସାଧାରଣତଃ ନିଷ୍କାମୀ କର୍ମଯୋଗୀ, ତେଣୁ ସମାନ ଫଳ ହାସଲ କରିଥାନ୍ତି। କର୍ମ କରିବ କର୍ମ ତେଜି, ସାତ୍ୱିକ ମୋର ପାଦେ ଭଜି। ଅର୍ଥାତ୍ କର୍ମ କରିବ, କିନ୍ତୁ କର୍ମଫଳ କାମନା ଏସବୁ ତ୍ୟାଗ କରିଦେବ, ନିଶ୍ଚିତ ଭାବରେ ଭଗବାନଙ୍କର କୃପା ହାସଲ କରିବ। ଈଶ୍ୱରଙ୍କ ଇଚ୍ଛାରେ, ଈଶ୍ୱରଙ୍କ ମାଧ୍ୟମରେ ମୁଁ କର୍ମ କରୁଛି। ମୁଁ ଭଗବାନଙ୍କର, ଏ ଇନ୍ଦ୍ରିୟ ଭଗବାନଙ୍କର, ଏ ମନ ଭଗବାନଙ୍କର, ଏ ବୁଦ୍ଧି ଭଗବାନଙ୍କର, ସବୁକିଛି ଭଗବାନଙ୍କର। ଏହି ଭାବନା ଯଦି ରଖି ଏ ଜୀବ କର୍ମ କରେ, ଜନ୍ମ ମୃତ୍ୟୁ ରୂପକ ଚକ୍ରରେ ପଡ଼ିବ କି ଅଙ୍ଗରେ ବଶୀଭୂତ ହେବ କି? କଦାପି ନୁହଁ। କର୍ମଯୋଗୀ ମନେ ମନେ ଚିନ୍ତନ କରନ୍ତି, ମୁଁ କିଛି କରୁନି, ଭଗବାନଙ୍କ ମାଧ୍ୟମରେ ଏସବୁ ହେଉଛି। ଅର୍ଥାତ୍ ସ୍ୱଚ୍ଛ ନିର୍ମଳ ହୃଦୟ ଧାରଣ କରନ୍ତି, ଇନ୍ଦ୍ରିୟକୁ ବଶୀଭୂତ କରିଥାନ୍ତି, ଶୁଦ୍ଧ ଆତ୍ମା ଧାରଣ କରିଥାନ୍ତି, ନିର୍ଲିପ୍ତ ଭାବନା ଜାଗ୍ରତ ହୁଏ। ଉଦାହରଣ ନେବା, ଦେଖନ୍ତୁ ସରୋବରରେ ଜଳ ରହିଛି ନା, ପଦ୍ମପତ୍ର ରହିଛି। ସେ ପଦ୍ମପତ୍ରରେ ଜଳ ପଡ଼େ, ସଦାବେଳେ ଲିପ୍ତ ରହେ କି ରହେ ନା? ଠିକ୍ ସେଇଭଳି ଭାବରେ ଏ ଜୀବ ସଂସାର ମଧ୍ୟରେ ରହୁ, କିନ୍ତୁ ମନରେ ସାଂସାରିକ ଭାବନା ନ ରହୁ। ଏହି ଜ୍ଞାନ ହାସଲ କଲୁ। ଦେଖନ୍ତୁ ଇନ୍ଦ୍ରିୟର କାର୍ଯ୍ୟ କ'ଣ? କିଛି ନା କିଛି କାର୍ଯ୍ୟ କରିବ। ଚକ୍ଷୁ ଦେଖିବ, ଭଗବାନଙ୍କୁ ଦେଖିପାରେ, ଭୋଗବସ୍ତୁକୁ ଦେଖିପାରେ। କର୍ଣ୍ଣ ହରିକଥା ଶ୍ରବଣ କରିପାରେ, ଚୁଗୁଲି ପରନିନ୍ଦା କଥା ଶ୍ରବଣ କରିପାରେ। ମୁଖ ହରିକଥା ଜପ କରିପାରେ, କଟୁ କଥା ପ୍ରୟୋଗ କରିପାରେ। ଏସବୁ କଥା ରହିଛି। ଦେଖନ୍ତୁ ଚକ୍ଷୁ ଦେଖିଥାଏ, ସେଇ ନାସା ଶୁଙ୍ଘିଥାଏ, ମୁଖ କଥନ କରିଥାଏ, ଶୟନ ଗମନ ଦର୍ଶନ ଏଇଭଳି ପ୍ରକ୍ରିୟା ଚାଲିଥାଏ ନା। ଅର୍ଥାତ୍ ଜୀବ ବିନା କର୍ମରେ ବଞ୍ଚିପାରେ ନା। ତେଣୁ ଆମେମାନେ କ'ଣ କରିବା? ସବୁକିଛି ଈଶ୍ୱରଙ୍କୁ ସମର୍ପଣ କରିଦେବା। ସେଇ ପ୍ରହ୍ଲାଦଙ୍କର ଉଦାହରଣ ନେଇପାରିବା। ଦେଖନ୍ତୁ ଅଗ୍ନିରେ ପକାଗଲା, ସମୁଦ୍ର ଗର୍ଭରେ ନିକ୍ଷେପ କରାଗଲା, ପର୍ବତ ଶିଖରରୁ ତଳକୁ ଫିଙ୍ଗାଗଲା, ସର୍ପ ଦଂଶନ, ଗଜ ସେଇ 5 ବର୍ଷ ଶିଶୁ ଉପରେ ଚାଲିବ। କ'ଣ ଘଟିଲା? ସବୁକିଛି ଭଗବାନଙ୍କୁ ସମର୍ପଣ କରିଦେଇଥିଲେ, ଭଗବାନ ରକ୍ଷା କରିଥିଲେ ନା। ଯଦି ଏ ଜୀବ, ଏ ମନୁଷ୍ୟ ମନରେ କାମନା ନଥିବ, ବାସନା ନଥିବ, ପୁଣି ଭଗବାନଙ୍କୁ ସମର୍ପଣ ଭାବନା ଜାଗ୍ରତ କରିବ, ସବୁକିଛି ଅର୍ପଣ କରିଦେବ ବଳିଙ୍କ ପରି, କ'ଣ ଘଟିବ? ପରମ ଶାନ୍ତି ହାସଲ କରିବ, ଭଗବାନଙ୍କର କୃପା ହାସଲ କରିବ। ମନରେ ଅହଂ ରହିବ କି? ଆଶା ପରମ ଦୁଃଖ ଯୋଗ। ଆପଣମାନେ ଜାଣିଛନ୍ତି,
जदि आशा परम दुख जुग हम परम सुख वैराग्य निश्चित भाव हम ना। तेणु कौन घटव जीव परम मझिरे माया ये जीव को एपट सेपट करुच्ची संसार मुखी कराऊँच जन्म मृत्यु रूपक चक्र पकाऊँच अंगरे ये जीव बसीभूत होउची अंतर्मुखी हो पारे ना बहिर्मुखी हेले संसार मुखी हो अंतर्मुखी हेले आत्मा सहित रमण कर मु भगवान अंश हरि कार्य करी हरि पाई बंचीबी लोकंकर कल्याण करी पुणी प्रत्येक जीवजंतु ईश्वरंकर अंश विशेष स्वर्ग नर्क सुख दुख एसबू कामना करिवो कि भोग करिवो कि कदापि नुह कहीं सबकि भगवान माध्यम घटुची भगवान इच्छा एसबू घटुची परम शांति अनुभव कर सकल दे एक ब्रह्म सकल दे एक धर्म धर्म ब्रह्म ब्रह्म धर्म यही भावना रही ना। प्रवृत्ति मार्गे नर दुखी निवृत्ति मार्गे हंती सुखी ये सबू विषय वस्तु सुंदर पद जगन्नाथ दास रचना कर वेद अनुसार जदि आम कार्य करवा कामना रखी यज्ञ करवा कौन घटव सुख आसीपारे दुख आसीपारे पुणी सुख चिरस्थायी नुह दुख मध्य चिरस्थायी नुह गुप्पी ईश्वर ठारे भाव भक्ति रखी मन को ईश्वर ठारे सदाबले संयोग करते आत्मरमण करुले हरिंकर कृपा हासिल करते अंतर्मुखी होते ना। पुणी अज्ञानता हेतु ए जीव माया भ्रमित होता है भगवान को भितर माया रही माया भितर भगवान न था यही भावना जागृत करने दरकार भाव भक्ति रखा दरकार निष्ठा रखा दरकार पुणी आध्यात्मिक ज्ञान हासिल करने दरकार समस्त पाप नष्ट हुए ये सब कथा आपण मैंने जानी देखंतु ब्राह्मण क्षत्रिय वैश्य शूद्र रही चंडाल रही कुकुर रही जीवजंतु रही स्थावर जंगम रही 84 लक्ष जूनि रही गुणात्मक दृष्टि पार्थक्यता रही भावात्मक दृष्टि समान रही पंडित समदर्शी न तेणु जी पंडित से समदर्शी साधु समदर्शी उदाहरण नवा देखंतु गोटे गाँव में साधु महात्मा रही प्रवचन करुले से गाँव जड़े कन्या अनेक ग्रामर युवक को भल पाउले प्रतारित हेले गर्भधारण कले जितेबाला बापा भाई क्रोधान्वित हो से कन्या को पचारि एभली कुकर्म किए करिछि निजको रक्षा पाइबापी साधुंकर नाम उच्चारण कले गाँ मुखिया आसिले अनेक लोक उपस्थिति जाहिर कले से साधुंकर कुड़िया को अग्नि भस्म करदे निंदा कले ओ एमंत कथा यही कहते किछि दिन समय अतिबाहित होगला पाप चिरदिन लुचि रहे ना से कन्याटी समस्त कथा पिता माता निजर भाई को कहीदेले से पिता माता गाँव मुखिया निकट को आसिले तापर कौन घटव ग्रामवासी गाँव मुखिया पिता माता भाई से कन्या साधु को खोजा लगे साधु अन्य एक ग्राम रही क्षमा मागिले भूल हो जाइए हे महात्मा क्षमा करंतु से समय कौन कहले ओ हेमंत कथा अर्थात समदर्शी जहाँ कि घटुची भगवान मध्यम घटुचे ना भगवान को इच्छा घटुची एमाने होचंती निमित्त मात्र यही भावना रखि था तेणु साधु माने तम गुण को त्याग करते संसारी तम गुण को रजगुण को धारण करते जते दिन पर्यंत ये जीव घृणा करिब हिंसा आचरण करिब तम गुण को धारण करिब ब्रह्म लीन हेब कि भगवान कृपा हासिल करिब कि कदापि नुह
ବ୍ରହ୍ମଜ୍ଞାନୀ ହେବ ନାହିଁ। ବ୍ରହ୍ମଜ୍ଞାନୀ ହେବ କି? କଦାପି ନୁହଁ। ବ୍ରହ୍ମଜ୍ଞାନୀ ହେବାକୁ ହେଲେ ଅନ୍ତର୍ମୁଖୀ ହେବାକୁ ପଡ଼ିବ। ଓଂ ଧାରଣ କରିବ କି? କଦାପି ନୁହଁ। ଅଭିମାନ ଏସବୁ ତ୍ୟାଗ କରିବ। ପ୍ରିୟ ଅପ୍ରିୟକୁ ସମ ଭାବିବ। ହଁ ଆଜ୍ଞା, ଗୁରୁ ଶିଷ୍ୟ ଯାଉଛନ୍ତି, ଶିଷ୍ୟଟି ଅଳଙ୍କାର ନିଜର ବ୍ୟାଗରେ ରଖିଛନ୍ତି। ଗୁରୁ ଜାଣିଲେ ଧ୍ୟାନ ପାଇଁ ବିଘ୍ନ ସୃଷ୍ଟି ଘଟୁଛି। ଗୁରୁ କ'ଣ କହିଲେ? ଯେତେବେଳେ ଶିଷ୍ୟଟି ସ୍ନାନ କରିବାକୁ ଗଲେ ସେଇ ମୂଲ୍ୟବାନ ଅଳଙ୍କାରକୁ ନଦୀରେ ଫିଙ୍ଗିଦେଲେ। ତାପରେ ଶିଷ୍ୟ ଖୋଜିଲେ, ଆରେ ଏସବୁ ରହିଲେ ଧ୍ୟାନ କରିବାରେ, ଈଶ୍ୱର ମାର୍ଗ ହେବାରେ ବିଘ୍ନ ସୃଷ୍ଟି କରିବ, ତେଣୁ ମୁଁ ଫିଙ୍ଗିଦେଲି। ଅର୍ଥାତ୍ ମାୟା ରଖିବା ଉଚିତ ନୁହଁ, ମୋହ ରଖିବା ଉଚିତ ନୁହଁ, ଆସକ୍ତି ରଖିବା ଉଚିତ ନୁହଁ। ଏସବୁ କଲେ ଭଗବାନଙ୍କର କୃପା ହାସଲ କରିବ। ପୁଣି କ'ଣ ଘଟିବ? ମୁକ୍ତି ପାଇବା ପାଇଁ ଚେଷ୍ଟା କରିବ। ଭଗବାନଙ୍କର କୃପା ହାସଲ କରିବା ପାଇଁ ଚେଷ୍ଟା କରିବ। ଭଗବାନଙ୍କର ଅଦ୍ଭୁତମୟ ରସରେ ଲୀନ ହେବା ପାଇଁ ଚେଷ୍ଟା କରିବ। ଏସବୁ କଥା ଆପଣମାନେ ଜାଣିଛନ୍ତି। ଦେଖନ୍ତୁ, ଯୁବତୀ ରହିଛି ସେହି ସ୍ଥାନରେ ଏ ବ୍ୟକ୍ତି ରହିଲା। ଯେଉଁ ବ୍ୟକ୍ତି ରହିଲା କାମାସକ୍ତ ଭାବନାକୁ ଆୟତ୍ତରେ ରଖିଲା, ସିଏ ହେଉଛନ୍ତି ଜ୍ଞାନୀ, ଜିତେନ୍ଦ୍ରିୟ। ବିବେକାନନ୍ଦ କ'ଣ କଲେ? ପଠନ କରୁଥାନ୍ତି, ସେଇ ବିଦେଶିନୀ ଇଚ୍ଛା ପ୍ରକାଶ କରୁଥିଲେ। କ'ଣ କରିବେ? ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। ପୁଣି କାମନା ରଖିଥିଲେ, ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। ବିବେକାନନ୍ଦ କ'ଣ କଲେ? ସେଇ ନାରୀଙ୍କ ମଧ୍ୟରେ ରହି କାମାସକ୍ତ ହୋଇଥିଲେ କି ମନ ଇନ୍ଦ୍ରିୟକୁ ଆୟତ୍ତରେ ରଖିଥିଲେ। ଏସବୁ କଥା ଆପଣମାନେ ଜାଣିଛନ୍ତି। ଏଇଭଳି କାର୍ଯ୍ୟ ଯିଏ କରିବ ନିର୍ବାଣ ମୁକ୍ତି ହାସଲ କରିବ। ମନକୁ ଈଶ୍ୱରଙ୍କ ଠାରେ ସଂଯୋଗ କରିବା, ସଂଶୟ ଶୂନ୍ୟ ହେବା, ସଂଶୟ ରହିବ ନାହିଁ। ଅନ୍ୟର ଉପକାର କରିବା, ଦୟା ଭାବନା ଜାଗ୍ରତ କରିବା, ଏସବୁ କଲେ ଏ ଜୀବ ନିର୍ବାଣ ମୁକ୍ତି ହାସଲ କରିବ। କ୍ରୋଧ ହିଁ ପରମ ଶତ୍ରୁ। ତେଣୁ ଏ ଗୁଣକୁ ତ୍ୟାଗ କରିବା ଦରକାର, ଧୀର ହେବା ଦରକାର। ଭୋଗ ସାମଗ୍ରୀ ଠାରୁ ଦୂରେଇବା ଦରକାର, କାମନା ଠାରୁ ଦୂରେଇବା ଦରକାର। ଦେଖନ୍ତୁ, ଯାହା ଦୃଶ୍ୟମାନ ନଷ୍ଟଶୀଳ, ଯାହା ଗଣି ହୁଏ ନଷ୍ଟଶୀଳ। ଗୋଟିଏ କାମନା ପୂର୍ଣ୍ଣ ଘଟିଲେ ଅନେକ କାମନା ସୃଷ୍ଟି ହୋଇଥାଏ। ଏ ଜୀବ ମୃତ୍ୟୁବରଣ ଶେଷରେ କରିଥାଏ, କିନ୍ତୁ କାମନାର ଅନ୍ତ ଘଟେ ନା। ଦୁରାଚାରୀ ଦୁର୍ଯ୍ୟୋଧନଙ୍କର ଗୋଟିଏ କାମନା ଥିଲା, ଅପାଣ୍ଡବ କରିବି। ପୂର୍ଣ୍ଣ ହେଲା କି ଘଟିନଥିଲା। ତେଣୁ ହଁ, ଗୋଟିଏ କାମନା ରଖିବା, ଈଶ୍ୱରଙ୍କୁ କ'ଣ କଲେ ମୁଁ ଦର୍ଶନ କରିବି, କ'ଣ କଲେ ଈଶ୍ୱରଙ୍କର କୃପା ମୁଁ ହାସଲ କରିବି, ଏଇ ଭାବନା ରଖିଲେ କଲ୍ୟାଣ ଘଟିବ, ଆମ୍ଭମାନଙ୍କର ଉପକାର ଘଟିବ। ଏସବୁ କଥା ଆପଣମାନେ ଜାଣିଛନ୍ତି। ପୁଣି ପରବର୍ତ୍ତୀ ସମୟରେ ସେଇ କର୍ମ ସନ୍ନ୍ୟାସ ଯୋଗ ଉପରେ ଆଲୋଚନା ରଖିବି। ଆଜି ପାଇଁ ଏତିକି କହି ବିଦାୟ ନେଉଛି। ଜୟ ଜଗନ୍ନାଥ।